पिलार मृत्युरे बापा मां को असह्य जंत्रणा किए संभाळिबो पिला जदि मरी जाए केतेबेले किए कांदिबो पिला जदि मरी जाए केतेबेले किए मने पकई कांदिबो कहले पिता कांदुथिबे देखी अन्यर कुमार पिता कांदुथिबे देखी अन्यर कुमार ए संग माने कांदुथिबे बापा आउ जनकर पिला को देखिले मुह लुचई मने पकई ता पिला कथा कांदिबो सांग माने मेला महोत्सव दिन रे मने पकई कांदिबे भाई कांदुथिबो केबे लागी गले करी लागी गले भाई कांदुथिबो केबे लागी गले भाई कली लगिले कांदिबो भौणी मने पकईबो ओसाबा पुण्य पर्व भाई न आइले मने पकई कांदिबो बापा चिंता करुची पुओटाए हबो सी ताकू मारी देबी ता रक्त रे हबिर्भाग आहुति देबी मु बापा मो भल पाइबा मो पिला प्रति एया रहिबो तो माँ केवल भल पाए ता पिला को बापा भल पाएनी आज्ञा पाएनी माँ स्नेह करे काखेई कोलेई बापा स्नेह मने मने बापा स्नेह मने माँ भल पाए मोला जाए बापा माँ मोला जाए भल पाइब ता छुआ हेले बापा पितृलोके सबु दिने पितृलोके सबु दिने पितृलोके सबु दिने पिला पड़ी गले माँ कौन करी पिलाटा जदि पड़ी जीवो माँ कौन करिवो ताकू टेकिवो ताकू तो छानिया लागिवो रड़ी करिवो इलो उलो उलो पड़ी गला लो धर धर के धरुनु तू पिला पड़ी गले माँ कांदी उठे बापा किंतु तोड़ी धरे बापा किंतु तोड़ी धरे बापा किंतु तोड़ी धरे बापार महत्व बुझिबुरे पुओ तू निजे बापा हेला परे दांड दुआरे मोरे बहिछि तो मूलदुआ जबर बापा गले जो दिन ए संसार तो बापा चली जीव इरे संसार रो बोझ जाक तो मुंडे लदा हे संसार रो बोझ जाक तो मुंडे लदा हे कला योग्यता हला यार पाला करिया कला ए बापा चली गले संसार रो बोझ जाक मुंडे रे लदी ही पड़िबो चिंता करूछि गोटाए बापा मो पुओ को मु मारिबी मारिबी ता रक्त रे हबिर्भाग आहुति देबी राधानाथ कहले कहले पुत्र ठारे पिता रोजे पूर्ण अधिकार
କହିଲା ପିତା ପୁତ୍ର ଠାରେ ପିତାର ଯେ ପୂର୍ଣ୍ଣ ଅଧିକାର। ଗଗନ ବାବୁ ଖାଇଲେ ଇ ପାଲା ବାଲା ଖାଇଲେ ଟି ଖାଇଲେ ହଉ ଭଲରେ ଗଣ୍ଡେ ଖାଇଲେ ର ଇଏ କିଏ କହିଲା ପୁଅକୁ ମାରିବି ମାରିବି ତା ରକ୍ତରେ ଆହୁତି ଦେବି। ଦେବି ପୁଅଟା ତ ଏକା ମୋର ନୁହଁ ତା ମାର। ଯଦି ପୁଅ ମରିଯାଏ ମରିଯାଏ ତା ମାର ମନକୁ ବୁଝେଇ ହବ ତ? କିଏ ବୁଝେଇବ? କିଏ ବୁଝେଇବ? ତା ମାର ମନ ବୁଝିବନି। ନା ଯଶୋବନ୍ତ ଦାସ ଟୀକା ଗୋବିନ୍ଦ ଚନ୍ଦ୍ର ଯୋଗୀ ଆଇଲେ ବୋଲୁଥିଲେ ଆମ ଗାଁରେ ଏ କାନ୍ଦିବ ଦିନ ଦଶରେ କୁମାର କେ କାନ୍ଦିବ ଦିବାର କେ କାନ୍ଦିବ ଦିବାର ଓ କେ କାନ୍ଦିବ ମାର ମନକୁ ବିଶ୍ୱରେ କୌଣସି ଶକ୍ତି ନାଇଲ ମା ବୁଝେଇ ଦବ। କିଏ ବୁଝେଇବ? ମୋ ମା ମାନେ ଯିଏ ଅଛ ଦୁଆର ମୁହଁରେ ବଇଛ ଅନେଇଛ ପାଲା କହ ମାର ମନ କୌଣସି ଶକ୍ତି ଅଛି ବୁଝେଇ ଦବ। ମାର ଋଣ ପରା କୋଉ ପିଲା ସୁଝି ପାରେନି। କୋଉ ଋଣ କହିଲୁ? ଜର୍ସି ଗାଇଲ କହିଲା ଜର୍ସି ଗାଈ ଲୋନ। ମିଶ୍ରି ଶକ୍ତି ଜାଣିଛ? ମିଶ୍ରି ଶକ୍ତି ନା ଚିନି ଶକ୍ତିରୁ ଆଣିଥିଲା। ମିଶ୍ରି ଶକ୍ତି କଣ? ଗ୍ରୁପ ଯୋଉ ମିଶନ ଶକ୍ତି ଏବେ ସୁଭଦ୍ରା ଶକ୍ତି ହେଇଛି ଏବେ ହେଇଗଲା ସେଇଥିରୁ ଲୋନ ଆଣିଥିଲା ବୁଢୀ ତାକୁ ସୁଝି ପାଇଲା ନାହିଁ। ନା ମାର ଋଣ କୁଆଡେ ଛୁଆ ସୁଝି ପାରେନି ଲୋନ ଆଣିଥିଲା ତା ଗ୍ରୁପ ଲୋନ। ଏଇଟାକୁ ବାଡେଇଲ ଘରୁ ପଳଉ। କୁକୁର ମାର ଋଣ କୋଉ ଋଣ? କୋଉ ଋଣ ପିଲା ସୁଝେନି? ମା କାନ୍ଦିଥିଲା ଗର୍ଭସ୍ଥ ଶିଶୁର ଗୋଇଠା ପ୍ରହାର ଖାଇ ମା କାନ୍ଦିଥିଲା ପ୍ରସବ ବେଳର ଅସହ୍ୟ ଯନ୍ତ୍ରଣା ସହି। ଆଉ ପ୍ରସବ ବେଳର ଅସହ୍ୟ ଯନ୍ତ୍ରଣା ଅଛି? ପେନ୍ ଟିକେ ଆରମ୍ଭ ହେଲେ ଆମ୍ବୁଲାନ୍ସ ଅଛି କାର୍ଡ ଅଛି କାର୍ଡରୁ କଟିଯିବ ସାଙ୍ଗେ ସାଙ୍ଗେ ସିଜରିଂ। ମା କାନ୍ଦିଥିଲା ପ୍ରସବ ବେଳର ଅସହ୍ୟ ଯନ୍ତ୍ରଣା ସହି। ମା ସିଏ କୁଟୁମ୍ବ ଗହଳି ଭିତରେ ମାର ମନ ଖୋଜୁ ଖୋଜୁଥିବ। ଗହଳିଆ କୁଟୁମ୍ବ କାମ କରୁଥିବ କାମରେ ତା ମନ ଲାଗିବନି। ସମୟ ପାଇଲେ ତା କାନି ଆଢୁଆଳେ ଟିକେ ସ୍ତନ୍ୟ ପାନ ଦେବ। ମା ସିଏ ମା ଯେତେ କଷ୍ଟ ହଉ ତାକୁ ଯେତେ ଦୁଃଖରେ ତା ପିଲା ତାକୁ ରଖୁ କୋଉ ଦିନ ତା ପାଟିରୁ କିଛି ଅଘଟଣ ଘଟିବ ବୋଲି ବାହାରିବ ଆଶା କରିଥିଲା ପୁଅ ବୋହୁ ପାଖେ ମା ବୁଢୀ ତା ପାଇଲା ନାହିଁ। ଆଶା କରି କରି ମରିଯିବ ସିନା ମା ସିଏ ଅଭିଶାପ ଦବ ନାହିଁ। କିଏ ଅଛି ଗୁରୁବାର ଓଷା ପୁଣ୍ୟ ପରବ ମା ବିନା କିଏ ମା ଝାଡ଼ି ଦିଏ ଦେହ ମୁଣ୍ଡ ଧୂଳି ମା ଶହେ କେତେ
କାନ୍ଦୁଥବ ତା ଲୁହ ଶୁଖିବନି। କଣ କରିବି? ବରୁଣ ଦେବତା କହିଲେ ରାଜା ଯଦି ଏଇ ସର୍ତ୍ତରେ ତମେ ରାଜି ହବ ତମର ନିସନ୍ତାନ ଦୋଷ ଦୂର ହବା ସଙ୍ଗେ ସଙ୍ଗେ ତମକୁ ପୁତ୍ର ଦେବି, ତମ ପୁତ୍ର ଆମଙ୍କ ନର୍କର ଉଦ୍ଧାର ହବ। ରାଜା ସମ୍ମତି କଲେ, ବରୁଣ ପ୍ରସନ୍ନ ହେଲେ। ରାଣୀ ସବ୍ୟାଙ୍କର ଗର୍ଭୋଦୟ ହେଲା। ସେ ଗର୍ଭବତୀ ହେଲେ ସବ୍ୟା, ଗର୍ଭରେ ରହିଲେ ରୋହିତ। ଗର୍ଭୋଦୟ ହେଲା ସବ୍ୟାଙ୍କର, ଗର୍ଭବତୀ ହେଲେ। କାଳିଦାସ କହିଲେ ଶରୀର ସାଦା ଦଶମଦ୍ର ଭୂଷଣ, ମୁଖେ ନଶା ଲକ୍ଷତା ଲକ୍ଷ ପାଣ୍ଡୁରା, ତନୁ ପ୍ରକାଶେନ ବିଚୟ ତାରକା, ପ୍ରଭାତ କଳ୍ପାନ ଶଶୀମେ ବସନ୍ତୀ। ଦିନକୁ ଦିନ ଶରୀରର ଗର୍ଭ ଲକ୍ଷଣ ପ୍ରକାଶ ପାଇଲା, ରଙ୍ଗ ବଦଳିଲା। ଅମ୍ବିକା ବିଳାସ ଅନୁପ୍ରାସ ଅଳସ ତନୁ ଦିନକୁ ଦିନୁ ରତିରେ ସେ ହେଲା କ୍ଷୀଣ, ଚନ୍ଦ୍ରମା ପଳାୟ ବାମା ଦିଶିଲା ପାଣ୍ଡୁର। ଶରୀରର ବର୍ଣ୍ଣ ବଦଳିଲା, ପାଣ୍ଡୁର ରଙ୍ଗ ହେଲା। ଯମରବର ରାୟ ରଙ୍ଗ ବଦଳିଛି କେମିତିଆ? ସୁବର୍ଣ୍ଣ ମିଶିଲେ ବର୍ଣ୍ଣ ଦିଶେ ଗର୍ଭର ଭାର ବଢିଲା, ବର୍ଣ୍ଣ ବଦଳିଲା, ଶୋଇବାକୁ ମନ ହେଲା, ରତିରେ କ୍ଷୀଣ ହେଲା, ସମୟ ଗଡିଗଲା। ଆଉ ଉତ୍ତମ ଯୋଗ ଲଗ୍ନରେ ପୁତ୍ରେକ ଜନ୍ମିଲା। ବରୁଣଙ୍କ ବର କଥା ମନରେ ପଡ଼ିଲା, କାଲି କୁଆଡେ ମୁଁ ପାଲା କଲି ଯେ ଲୋକ ସବୁ ପଳେଇଲେ। ପଛରେ କହିଲେ କହିଲା ପାଲା କି କଲେ ଲୋକ ପଳେଇଲେ, ମୋ ବେଳେ ତ ଲୋକ ନାହାନ୍ତି, ପାଲା କଣ କରିବି? ଦିନ ଜନ ସଂରକ୍ଷଣ ମା ହବ। ଆଜି ତ ପାଲା କୁଆଡେ ହଉଥିଲା, ଲୋକ କୁଆଡେ ଗଲେ? କୁଆଡେ ଗଲେ ଲୋକ? କହିଲା ର ଉତ୍ତମ ଯୋଗ ଲଗ୍ନରେ ପୁଅଟାଏ ହେଲା। ବରୁଣ ବର ଦେଇଛନ୍ତି ପୁଅ ହବ। ପୁଅ ହେଲା, ଦିନକୁ ଦିନ ପୁଅଟା ବଢିଲା। ବାଙ୍କା ବାଙ୍କା ଚୌପଦୀଟେ ବୋଲୁଛି ଶୁଣୁ। ଦିନୁ ନବୀନ କୁମରରେ ସେ ତ ବଢାଇ ଗେଲେ ଗେଲେ, ପୁରଣ ପାଡ଼ିଶା ଏ ଦାଣ୍ଡ ଅର୍ଜୁନ ଦାସଙ୍କ ଛଟକ ଦେଖିଛି। ଆଉ ସିଏ ଏବାଗେ ସିଏ ଚଳିବନି ଏଠି। ଦିନୁ ନବୀନ କୁମରରେ ସେ ତ ବଢାଇ ଗେଲେ ବଢିଲେ ପୁରିଲା ବରଷ ଜନ୍ମଦିନ ଶେଷ, ଦାସୀ ହସି ଭାସି ପୁରିଲା ବରଷ ଜନ୍ମଦିନ ଶେଷ, ଦାସୀ ହସି ଭାସି
ନେଇ ଶମ୍ଭୁଆ ନେଇ ଶମ୍ଭୁଆ ମାନସିକ ସୁଜାଇଲେ ଦେଢ଼ ବରଷର ହୋଇଲା କୁମର ହୁମା ଗୁଡ଼ି ଦେଇ ଦେଢ଼ ବରଷର ହୋଇଲା ମା କୋଳେ ବସି ଟର୍ଚ୍ଚଟା ମାରିଦେଲେ ରହିବେ କହିଲା ମା କୋଳେ ବସି ବାପାଣି ଖାଇ ओढ़ाई बरसे बढ़ाई पयर ए घर से घर ओढ़ाई बरसे बढ़ाई पयर ए घर से घर गंडे हस्त गंडे हस्त खंड खंड भाषा चारि वर्ष चारि मास चारि दिने विद्या आरंभ करिले चारि वर्ष चारि मास चारि दिने विद्या आरंभ करिले बोले बांको निधि बोले बांको निधि बापा दालू के दबुटी जहाँ लेखा फिला दिनु नवीन कुमार रे दिनु नवीन कुमार झांझ फाड़े फाटी जाइए बेटी आउ धरू नहीं माइक्रोफोन धर दिन नवीन बाड़ा झांझ फाटी गले काली नुआ देवी से तो बड़ू थाई गेले हाँ मंगलमय परम कारुणिक भगवान सत्यनारायण सर्वमंगल करंतु कालंदीकर दृष्ट कष्ट खंडन हो शरीर आरोग्य रहू बोल सर्वे आनंद एक बार दिन को दिन बढ़िला ये विद्या आरंभ हला ता भितर वरुण आइले कहले राजा शर्त थला बा यज्ञ करी पुओ को बलि दब कहला यज्ञ रे कुआडे बलि दब बा विषय शेष को जना पड़िबो आगे विषय बही करे जातरा पाटी दिन सारा प्रचार करे आसी आजी 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 कंपेइबो कंपेइबो जळेइबो जळेइबो जातरा बही आग जना पड़े पाला बही शेष को जना पड़िबो काई कहले अनुभव को सत्य कही कहि अभिराम नृसिंहतम हरिश्चंद्र आज करी अरे पुराण पाड़ी साई हरिश्चंद्र विषय करी उपेन्द्र बेउरिया लहु लुह लुहाण आखि कंदे सिगानी बुहाई के आकेरा ये कौन कर कहीं के जानी बाइया है आज ताको आरंभ कला किए ताको कहला ये छाड़े र ये हरिश्चंद्र एडवर्टाइजमेंट जोर देखिला बेलू काम न हैं गप प्रबल काम सुन जटिल करी स्कंदर मोराजी जटिल करी करी दरी रे मरु गरजी धरी रे
ଗାଁରେ ବୁଲୁଥିବା ଯୋଉ ମାଇ କୁକୁର ନୁହଁ ସେ ଯଦି ଗୋଟେ ପାହାଡ ଉପରେ ଚଢିକିରି ଦି ଚାରି ଥର ଖାଲି ଝାଡି ପକେଇବ ଏଟା ଲେଫ୍ଟ ରାଇଟ ନା ରେପ ରାଇଟ ଝାଡି ପକେଇବ କୁଟିଳ କରି ଭ୍ରୁକୁଟିକୁ ଚାହୁଁ ଶରମା କହିଲେ ମାଇ କୁତି କଣ୍ଠିରବ କହିଲେ ସିଂହ ମାଇ କୁତି କୋଉଦିନ ସିଂହ ହେଲାଇଁ ହବ ସେ ଭୋକିଲା ବେଳକୁ ଧରା ପଡିଯିବ ସିଂହର ଯୋଉ ଗର୍ଜନ ଇଏ ଥବ ଥବ ତାକୁ ଧରି ପକେଇବେନି ତାକୁ ଧରି ପକେଇବେ କହିଲା ର ଇଏ ଆଇଲେ ବରୁଣ କହିଲେ ଦିଅ ପୁଅକୁ ଇଏ ତ ମନା କଲେ କହିଲେ ନା ବର୍ତ୍ତମାନ ପୁଅ ବଳି ଯୋଗ୍ୟ ନୁହଁ କାଇଁ ଦନ୍ତ ଯେ ଶୃଙ୍ଗ ନାହିଁ ଯାର ସେ ନୁହେଁ ଯଜ୍ଞ ଆର ତ ଦାନ୍ତ ଉଠିନି ପଶୁ ଯଦି ହେଇଥାନ୍ତା ସିଂହ ନଥିଲେ ବଳି ଯୋଗ୍ୟ ହବନି ଆଉ ଇଏ କେମିତି ବଳିକି ଯୋଗ୍ୟ ହବ ନା ତାହେଲେ ଆଉ କିଛି ଦିନ ଯାଉ ବଢିଲା ବୟସ ବରୁଣ ପୁଣି ଆଇଲେ କହିଲେ ରାଜା ହରିଚନ୍ଦ୍ର ଦିଅ ପୁଅକୁ ବଳି ଦିଅ ଯଜ୍ଞ କର ରାଜା ରାଜି ହେଲେନି କହିଲେ ମୋର କ୍ଷତ୍ରିୟ ଘର ଅବିଧାନ କର୍ମ ହେଇନି ପୁଅ ମୋର ବ୍ରତ ହେଇନି ଜନ୍ମନା ଜାୟତେ ଶୂଦ୍ର ସଂସ୍କାର ଦ୍ୱିଜ ମୁଚ୍ୟତେ ଇଏ ବ୍ରତ ନହେଲା ଯାଏ କେମିତି ହବ ଇଏ ତ କ୍ଷତ୍ରିୟ ହେଇନି ତମେ ଯା ଆଉ କିଛି ଦିନ ପରେ ଆସିବ ପୁଅର ବୟସ ବଢି ବଢି ଗଲା ବରୁଣ କାଳେ ନେଇଯିବେ ପୁଅ ଯଜ୍ଞ ବଳି ହବ ରାଜା ମନ୍ତ୍ରୀ ପୁଅକୁ ଆତ୍ମଗୋପନ କରେଇ ଦେଲେ କିନ୍ତୁ ବରୁଣ ଯଜ୍ଞରେ ନର ବଳି ନେବେ ନର ରକ୍ତରେ ଆବିର୍ଭାଗ ପାଇବେ ରାଜା ଚିନ୍ତା କଲେ କଣ କରାଯାଇପାରେ ଏ ପରିସ୍ଥିତିରେ ମନ୍ତ୍ରୀ ବୁଦ୍ଧି ଦେଲେ ଯୁଗେ ଯୁଗେ ମନ୍ତ୍ରୀ ରାଜାଙ୍କୁ ବୁଦ୍ଧି ଦିଅନ୍ତି ସେଇ ମନ୍ତ୍ରୀ ଯାକ ସର୍ବନାଶର କାରଣ ହନ୍ତି ଆଉ ହନ୍ତିନି ସତ୍ୟ ଯୁଗ ଆରମ୍ଭରେ ରାଜା ବଳି ତାଙ୍କୁ ଗୋଟେ 100 ଅକ୍ଷର ବୋଲା ବୁଦ୍ଧି ଦେଲା ଶୁକ୍ରାଚାର୍ଯ୍ୟ ଇ ବିନାଶ ହେଲା ତ୍ରେତୟାରେ ରାବଣ ତାକୁ 100 ଅକ୍ଷର ବୁଦ୍ଧି ଦେଲା କିଏ ଶୁକ ସାରଣ ମଲା ଦପର ଦୁର୍ଯ୍ୟୋଧନ ତାକୁ 100 ଅକ୍ଷର ବୋଲା ବୁଦ୍ଧି ଦେଲା ଶକୁନି କାଲି ତା କଥା କହିଥିଲି 3ଟା କାଠି କହିଥିଲି 3 ନମ୍ବର କାଠିଟା କଣ କହିଲା କାଠି କୋଉଥିରେ ହେଇଥିଲା ନା ତା ଆଙ୍ଗୁଠି ଦିଏ ଯାହା ରାଜା ବଡ ଦୟାଳୁ ବୁଝିଲେ ଖୁମ୍ଭାର ଇଏ 3ଟା କାଠି କୁଆଡେ 3ଟା ଆଙ୍ଗୁଠି ତାର ଇରେ 3 ନମ୍ବର କାଠିଟା କଣ ନା 3ଟା ଆଙ୍ଗୁଠି କହିଲା ର ଇଏ ଶକୁନି ବିନାଶ ହେଲା ଧୃତରାଷ୍ଟ୍ର ସଞ୍ଜୟ ଆଇଲେ ଯୁଧିଷ୍ଠିର ସହଦେବ କଳିରେ ଯିଏ ରାଜା ହବ ତା ପାଖେ ରାଜା ଜଗନ୍ନାଥ ମନ୍ତ୍ରୀ ସୁଦର୍ଶନ ନୀଳଗିରି କଟକରେ ବିଜେ ଜଗନ୍ନାଥ ରାଜା ସୁଦର୍ଶନ ଆଉ ଇଏ ଯୋଉ ଗାୟକ ଆଇଛନ୍ତି ଇଏ 3ଟା ସକାଶେ ମଲେ ଇଏ ଅବସ୍ଥା ଖାଇଲେ ସେ 300 ଯାକ ଏ ଯୋଉ ତ୍ରିଗୋଣ ରଜୁ करे ଧରି ମୃଗୀ ନଚାଏ ନରହରି ଏ ମୃଗୀ 3ଟା ଖାଇଲେ ଖାଇଲେ ଆଉ ଜୀବନ ଗଲାଇ 3 ବାକ୍ୟ ହେଇକିରି ଏମିତି ଆଉ କିଛି ଦିନ ଠିଆ ହବନି ନା ନୃସିଂହତା ଯୋଉଠି ଠିଆ ହବ ସେଠି ନୃସିଂହତା ଜ୍ଞାନ କାନନ ଯୋଉଠି ଠିଆ ହବ ସେଠି ଆଉ ଜଣେ ହେଇଛି ରେ ସିଂହ ପା ଯୋଉଠି ଠିଆ ହେ ତାକୁ ସିଂହାସନ କହନ୍ତି ଆଉ ଗୋଟା ସିଂହ ଚିତ୍ର ଥିଲେ ସିଂହାସନ ଆଉ କିଛି ଦିନ ଠିଆ ହେଇପାରିବନି କଣ କରିବ କହିଲ ନିରଞ୍ଜନ କର ସିନା
ଶେଷ ସମୟକୁ ଆଇଥିଲେ ସେ ବୈଦ କୋଉଠିରେ ଏ ଆମ ସିଆଡ଼େ ଗଲେ ମଙ୍ଗୁଳି ଆଡ଼େ ବୈଦ୍ୟ ନାହାନ୍ତି ମହିନ୍ଦୀପୁର ଆଇଥିଲେ ଶେଷ ସମୟରେ ନିରଞ୍ଜନଙ୍କର ଚେୟାରରେ ବସିକି ପାଲା କରୁଥିଲେ ଇଏ ଏଥର ଯୋଉଠି ଶେଷ ସମୟ ହେବ ଏ ବାଗେ ଶୋଇକିରି ପାଲା କରିବେ ଆଉ ଠିଆ ତ ହେଇପାରିବନି କଣ କରିବ ସିଡି ଆସିବ ଆଉ ଠିଆ ହେଇପାରିବନି ଏ ବାଗେ ଅଧା ଡେରି ହେଇକି ପାଲା କରିବ ଲୋକ ଶୁଣିବେ ଆଉ ଧୀର ବର କହୁଛୁ କି ଡେରିବେ ଶ୍ରବଣ कहला र ये राजा अंतर्ध्यान करई देले कहले मंत्री कहले बर तो दरकार ए गोटा बड़ी तो दरकार है कौन खोजी पठेले दूत जाओ गोटा बड़ी योग्य पुत्र नहीं आस चारियाड़ दूत माने गले सकाळ हेई आसुची राति पाइला सकाळ छबिल मधुवर्ण बोध बिलेई बही उठ उठ बालके पालारू वर्णना सब गलानी प्रभात वर्णना संध्या वर्णना सुंदरी वर्णना पुरुष वर्णना राज्य वर्णना ये सब उठी गलानी आमर तो हौंची आउ आमको तो डाकुंट गोटाए डेट्रे 6टा खंडे बहिना मिल जाऊँगी वर्ष सारा बहिना पैसा जाक रखिली से काम चलीगला गोटाए मंच को गली आउ 5टा बुलिले गोटाए प्लट 5 जन को कबला करी जी आग म्यूटेशन करनेला सी पटा पाइब आउ 5टा कबला धरी बुलुथे आउ 5टा कबला धरी बुलुथे सी आउ पटा ये तो पटा आग करनी हौ धीर वर्ग धीर चित्ते डेरिबे श्रवण धीरे जहा न्याय मान राति पाइला समस्त दौड़िले खोजिबे गोटा बड़ी योग्य पुत्र चारिआडे जाउचंदी राति पाइछि छबिल मधुवर्ण बोध बिलेई बही राति पाइला सकाळ उठ उठ बालके नवीन प्रभात समय दश दिग देख उज्ज्वल फूल फुटी अच्छी कानने थिले अचेतन निद्रारे मंत्र पड़िला प्रभात रातिटा पाइला प्रथम श्रेणी गला द्वितीय श्रेणी मो पाठ बही खसाई रातिर हसी हसी रवि सुनेलिया लुए खसाई दिए से चारिआडे बुलिले द्वितीय श्रेणी गला सकाळ ही आउछ एकाथरे क्लास प्रमोशन कर दवा आउबा फेल हेबेनी क्लास प्रमोशन कर दउछि कोठी की दशम श्रेणी साहित्य बही कौन तपस्विनी रो उद्धृतांश एक्सट्रैक्ट हैला तपस्विनी रो गंगाधर मेहर एक्सपायर हैला ना डेट पड़ेगा राति पाइला होला मंगले ओइला बिको छोरा जीव तृषा
କହିଲା ରାତିଟା ପାଇଗଲା ସମସ୍ତେ ଆମେ ତ ବାଡୁଛୁ ଆମର ଫାଟୁଛି ତୋର ରାତି ପାଇଲା ରେ ହେ ଇଏ ପୁରଣ ପାଡ଼ି ସାହି ବିନା ଛାନ୍ଦରେ ପାଲା ହଉଛି ଗଗନ ବାବୁ ତମର ପଞ୍ଚାୟତରେ କାମ କରିକି ଅଭ୍ୟାସ 18 ଇଞ୍ଚିଆ ହୋମ ପାଇପ୍ ପୁରେଇ ଦେଇଛ ଗାୟକ ଏପଟେ ଗଳି ସେପଟେ ବାହାରୁଛି ଏନଆରଜି ବିଲ୍ କରିଦବ ଗୋଟା ତାର ଝୁଡି ଗାଣ୍ଡୁଆ ବିଲ୍ 18 ଇଞ୍ଚିଆ ହୋମ ପାଇପ୍ ପଡିଛି ଗଳୁଛି ଆଉ दर्शक बंधु आम प्रोग्राम आपको केमती लगला यार मतामत दिंतु लाइक करूँ शेयर करूँ आ हाँ सब्सक्राइब करने को केवे भूलु नहीं। नमस्कार।